ନମସ୍କାର। ଆମେ ଏସ୍ଏଚ୍ଜି ନିୟମିତ ବୈଠକରେ ପ୍ରବେଶ କରୁଛୁ, ଯେଉଁଥିରେ ଆମେ ଗୋଷ୍ଠୀ କାରବାରରେ ପ୍ରବେଶ କରୁଛୁ। ତୀର ଉପରେ କ୍ଲିକ୍ କରନ୍ତୁ ଏବଂ ଆମେ ନିବେଶରେ ପ୍ରବେଶ କରିସାରିଛୁ। ଏବେ ଆମେ ନୂତନ ଋଣ ଗ୍ରହଣରେ ପ୍ରବେଶ କରିବୁ। ତୀର ଉପରେ କ୍ଲିକ୍ କରନ୍ତୁ ଏବଂ ପ୍ଲସ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ। ଆମେ ଭିଓ ଠାରୁ ଋଣ ନେଇଛୁ। ଆମେ ଭିଓ ଋଣରେ ପ୍ରବେଶ କରିବୁ। ଆମେ ଭିଓରୁ ଋଣ ନେଇଥିବାରୁ ଆମକୁ ଅନୁଷ୍ଠାନରେ ଭିଓ ଚୟନ କରିବାକୁ ପଡ଼ିବ। ଆପଣ ଏଠାରେ ଆପଣଙ୍କର ଆକାଉଣ୍ଟ ନମ୍ବର ଟାଇପ୍ କରିପାରିବେ। ଋଣ କାର୍ଯ୍ୟକାରୀ ତାରିଖ। ଆପଣଙ୍କ ଆକାଉଣ୍ଟରେ ଋଣ ଗ୍ରହଣ ହେବାର ତାରିଖ ଆପଣଙ୍କୁ ଦିଆଯିବ। ଆପଣଙ୍କୁ ଋଣ କେଉଁ ତାରିଖରେ କ୍ରେଡିଟ୍ ହୋଇଥିଲା ତାହା ଦିଆଯିବ। ପାଣ୍ଠି ଉତ୍ସ। ଆପଣ ଯେଉଁ ପାଣ୍ଠିରୁ ଋଣ ନେଇଛନ୍ତି ତାହା ଚୟନ କରିବେ। ଏସ୍ଆଇଏଫ୍ ଋଣ। ଯଦି ପ୍ରକାରଟି ଏକ ମିଆଦୀ ଋଣ, ତେବେ ଆମେ ଏଠାରେ ଟିଆର୍ ରଖିବୁ। ଋଣ ପ୍ରଦାନ ତାରିଖ 10 ଜୁଲାଇ 2024। ଏହି ଦୁଇଟି ତାରିଖ ସମାନ କିମ୍ବା ଭିନ୍ନ ହୋଇପାରେ। ଆସନ୍ତୁ ଧରିନେବା ଯେ ଆମର ଆକାଉଣ୍ଟ 10ମ ତାରିଖରେ କ୍ରେଡିଟ୍ ହୋଇଥିଲା, କିନ୍ତୁ ଆମର ଭିଓ ବୈଠକ 8ମ ତାରିଖରେ ଅନୁଷ୍ଠିତ ହୋଇଥିଲା ଏବଂ ଆମେ କେବଳ ସେହି ବୈଠକରେ ଏହି ଚେକ୍ ପାଇଥିଲୁ। ତେଣୁ ଋଣ ପ୍ରଦାନ ତାରିଖ 8ରୁ 7ରୁ 2024 ପର୍ଯ୍ୟନ୍ତ ହେବ ଏବଂ କାର୍ଯ୍ୟକାରୀ ତାରିଖ 10ରୁ 7ରୁ 2024 ପର୍ଯ୍ୟନ୍ତ ଋଣ ପରିମାଣ ହେବ। ତୁମେ କେତେ ଟଙ୍କା ପାଇଛ? 20,000। ଏଠାରେ ସୁଧ ହାର 9%। ଭିଓ କେବଳ 9% ଦରରେ ଏସ୍ଏଚ୍ଜି ଠାରୁ ଋଣ ପାଏ। ଯଦି ତୁମର କ୍ଷେତ୍ରରେ ଏହା ହେଉଛି, ତେବେ ଏହାକୁ କେବଳ 9%ରେ ଛାଡ଼ିଦିଅ, ନଚେତ୍ ଏହା ସମ୍ପାଦନ ମୋଡରେ ଅଛି। ତୁମେ ଏହାକୁ ସମ୍ପାଦନ କରିପାରିବ। ଋଣ ଅବଧି। ଭିଓ ମୋରାଟୋରିୟମ ଅବଧିରୁ ଆପଣ କେତେ ମାସ ପାଇଁ ଋଣ ପାଇଛନ୍ତି? ଯଦି ଆପଣଙ୍କର ଭିଓରୁ କୌଣସି ସ୍ଥଗିତ ଅବଧି ଅଛି, ତେବେ ଆପଣ ତାହା ଏଠାରେ ଲେଖିପାରିବେ। ଋଣ ଆବଶ୍ୟକତାର ଆବୃତ୍ତି। ନଗଦ ଗ୍ରହଣର ପଦ୍ଧତି ମାସିକ ହେବ। ଏଠାରେ ନଗଦ ଟଙ୍କା ଅଛି। ଆମେ ନଗଦ ପାଉନାହୁଁ। ଆମେ ଏହାକୁ ବ୍ୟାଙ୍କରେ ଗ୍ରହଣ କରୁ। ତେଣୁ ଆମେ ବ୍ୟାଙ୍କ ଏବଂ ଚେକ୍ ନମ୍ବର ଚୟନ କରିବୁ। ଆମେ ଭିଓରୁ ପାଇଥିବା ଚେକ୍ ନମ୍ବର। ଆମେ ସେହି ଚେକ୍ ନମ୍ବର ଏଠାରେ ଦେବୁ ଏବଂ ବିବରଣୀ ସଂରକ୍ଷଣ କରିବୁ। ଆପଣ କଣ ଅମି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି? ଯଦି ଆପଣ କେବଳ ଅମି ଦେଖିବାକୁ ଚାହାନ୍ତି, ତେବେ ହଁ ଉପରେ କ୍ଲିକ୍ କରି ଆପଣଙ୍କୁ ହଁ ଉପରେ ମଧ୍ୟ କ୍ଲିକ୍ କରିବାକୁ ପଡ଼ିବ ଏବଂ ଆପଣ ସୂଚୀକୁ ଡାଉନଲୋଡ୍ କରି ସେଭ୍ କରିପାରିବେ। ମୁଁ ଆପଣଙ୍କୁ ପୂର୍ବରୁ କହିସାରିଛି ଯେ ଆମେ ବିବରଣୀ ସଂରକ୍ଷଣ କରିବୁ। ଆମର କୌଣସି ଋଣ ନେଉନଥିବା ସକ୍ରିୟ ଋଣ ଭିଓରୁ ପ୍ରବେଶ କରାଯାଇ ନାହିଁ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।